ଦେଖନ୍ତୁ ଆମେ ପ୍ରଥମେ ଏଭିକ୍ସନ୍ ପାଇଁ ଆପଣ ଜାଣିଥିବେ ମାସେ ଦେଢ଼ ମାସ ତଳେ ଆମେ ଏଭିକ୍ସନ୍ ପାଇଁ ଆମେ ଆସିଥିଲୁ, ଯୋଉଥିରେ କି ମାନ୍ୟବର ଅଦାଲତଙ୍କର ଗୋଟେ ଷ୍ଟେ ଅର୍ଡର ଥିଲା, ଯୋଉଥିପାଇଁ ଆମେ ସେଥିରେ ରିଟର୍ନ କରିଥିଲୁ। ଯେହେତୁ ମାନ୍ୟବର ଅଦାଲତ ଦେଇଥିଲେ, ଷ୍ଟେ ଦେଇଥିଲେ, ଆଉ ସେଥିରେ କହିଥିଲେ ଯେ ଏକ୍ଜିକ୍ୟୁଟିଭ ଅଫିସରଙ୍କୁ ଡାଇରେକ୍ସନ ଥିଲା ଯେ ତାଙ୍କ କେସ୍ ହିୟର କରିବା ପାଇଁ, ଆଉ ହିୟର କରି ଅର୍ଡର ପାସ୍ କରନ୍ତୁ, ସେ ପର୍ଯ୍ୟନ୍ତ ଆପଣ ଏଭିକ୍ସନ୍ କରିବେ ନାହିଁ। ତ ଆମେ ସେଇ ଅନୁସାରେ ଆମେ ତାଙ୍କୁ ନୋଟିସ୍ କରିଥିଲୁ। ସେମାନେ ଆମେ ତାଙ୍କୁ କହିଥିଲୁ ଯେ ମୌକା ବି ଦେଇଥିଲୁ ଯେ ଆପଣଙ୍କର କ'ଣ ଯଦି କାଗଜପତ୍ର ଅଛି ଧରିକି ଆସନ୍ତୁ, ଆମେ ଦେଖିବୁ। କିନ୍ତୁ ସେମାନେ ଓନ୍ଲି ତାଙ୍କର ଇଲେକ୍ଟ୍ରି ବିଲ୍ ଆଉ ଭୋଟର ଆଧାର କାର୍ଡ ସହିତ ଆଉ ଆଧାର କାର୍ଡ ଛଡ଼ା ଆଉ କିଛି ନେଇକି ଆସିନଥିଲେ, ଯୋଉଥିରେ କି ସେମାନଙ୍କର କୌଣସି ନଥିଲା ମାନେ ଜମି ପାଇବା ପାଇଁ କୌଣସି ଗୋଟେ ସେମିତି ତର୍କଜନିତ କୌଣସି ଜିନିଷ କାଗଜପତ୍ର ତାଙ୍କ ପାଖରେ ନଥିଲା। ତ ଆମେ ସେଟାକୁ ଦେଖିଲା ପରେ ଆମେ ଅର୍ଡର ପାସ୍ କରିଥିଲୁ, ଯେଉଁ ଅର୍ଡରରେ ଆମେ ମାନ୍ୟବର ଅଦାଲତଙ୍କୁ ବି ଜଣାଇ ଦେଇଥିଲୁ ଯେ ଏମାନଙ୍କର ଏଇ LRC ଯେଉଁମାନଙ୍କର ଅଛି, ଆମେ LRC ହୋଲ୍ଡର ମାନଙ୍କର ଯେଉଁମାନଙ୍କୁ ଯେତିକି ଜାଗା ଦିଆଯାଇଛି ସେତିକି ଜାଗା ଆମେ ତାଙ୍କର କୌଣସି ଉଚ୍ଛେଦ କରିବୁ ନାହିଁ। କିନ୍ତୁ ଯେଉଁମାନେ ଜବରଦଖଲ ଅଛନ୍ତି ସେମାନେ ତାପରେ ସେମାନେ ବି ତାଙ୍କର ମାନ୍ୟବର ଅଦାଲତଙ୍କୁ ଜଣାଇଥିଲେ ଯେ ଆମେ 30 ବର୍ଷ ହବ ଏଠି ଜବରଦଖଲ ଅଛି, କିନ୍ତୁ ଯୋଉଟାକି ଫଲ୍ସ ଥିଲା। ସେମାନେ ଆମର 2018 ଗୋଟେ ଡ୍ରୋନ୍ ସର୍ଭେ ହେଇଥିଲା, ଯୋଉ ଡ୍ରୋନ୍ ସର୍ଭେରେ 76 ଘର ଥିଲା ଯୋଉମାନେ କି LRC ହୋଲ୍ଡର। ସାର୍ ସମୁଦାୟ କେତେ ଘର ଏଠି ଅଛି ଏବଂ କେତେ ଜଣଙ୍କୁ ମିଳିଥିଲା ପଟ୍ଟା? ନିୟର ଅବାଉଟ୍ 200 ଘର ଏଠି ଅଛି, ଯୋଉଥିରେ ଆମର 93 ହଉଛନ୍ତି LRC ହୋଲ୍ଡର, ଆପ୍ରୋକ୍ସିମେଟଲି 90। ତ ଆଜି ପ୍ରୋସେସ ତ ଚାଲିଛି, ତେଣୁ ଯେତିକି ଯିବ ଏଇଟା କଣ୍ଟିନ୍ୟୁ କରିବ। ଟାର୍ଗେଟ ସେମିତି ତ କହିହବନି, ଆମେ ଘର ତ ଭାଙ୍ଗୁଛୁ, ତେଣୁ ଆମେ ଏଇଟା ଯେତିକି ଅନଅଥରାଇଜ ଅଛନ୍ତି ସମସ୍ତଙ୍କୁ ଭାଙ୍ଗିବା। ସାର୍ କିଛି ଏଠି ବାଂଲାଦେଶୀ ରହୁଥିଲେ କି? ତ ଆମ ପାଖରେ ଅଫିସିଆଲ କୌଣସି ସେମିତି ନାହିଁ, ମାନେ ଅଫିସିଆଲ ନଥିଲେ ବି ସେଟା ଇନଫର୍ମେସନ ଥିଲା କିଛି ଏଠି ରହୁଥିଲେ, ଯୋଉଟା କି ଆମର ବହୁ ଆଗରୁ କିଛି ସେ ହିୟରିଂ ବେଳେ କିଛି ସାମ୍ନାକୁ ଆସିଥିଲା, କିଛି ଡକୁମେଣ୍ଟ ଯୋଉଥିରେ କି ମାନେ ସନ୍ଦେହଭୁକ୍ତ ଥିଲା ଯେ ସେମାନେ ଆମ ଦେଶର ନାଗରିକ ନୁହନ୍ତି। କିନ୍ତୁ ସେଟା ଆମ ପାଖରେ ସେମିତି ଅଥେଣ୍ଟିକେଟେଡ ଅଫିସିଆଲ ଡକୁମେଣ୍ଟ ନାହିଁ, କିନ୍ତୁ ଅଛି, ସନ୍ଦେହ ଅଛି କିଛି ମସଜିଦ୍ ବି ଥିଲା କି? ସାୟଦ ମସଜିଦ ବୋଧେ ଅଛି, ସେପଟେ ଗୋଟେ ଅଛି ମସଜିଦ ଅଛି। ତ ସହର ଭିତରେ ଏମିତି ବହୁ ବେଆଇନ ଘର ଅଛି ଏବଂ ବହୁ ରାଜନୈତିକ ବ୍ୟକ୍ତି ବିଶେଷକ ମଧ୍ୟ ବିରାଟ ଘର। ସମସ୍ତଙ୍କର ଘର ଭଙ୍ଗାଯିବ, ଯୋଉମାନେ ଅନଅଥରାଇଜ ଅଛନ୍ତି। ଦେଖନ୍ତୁ, ଆପଣ ଢେଙ୍କାନାଳ ସହରରେ ଲୋକଙ୍କ ସଂଖ୍ୟା ବଢୁଛି, ତ ଢେଙ୍କାନାଳ ସହରକୁ ଯଦି ଆପଣଙ୍କୁ ଆଗକୁ ଆହୁରି 5-10 ବର୍ଷ ପାଇଁ ପ୍ଲାନିଂ କରିବାକୁ ପଡିବ, ତାହେଲେ କିଛି ଅନଅଥରାଇଜ କନଷ୍ଟ୍ରକ୍ସନ ଏ ଜାଗାରେ ଆମର ଆକ୍ଚୁଆଲି ଆମର ଅଛି ଇକୋ ପାର୍କ ଗୋଟେ ହବ ଟୁରିଜିମ ପାଇଁ, ଏଟା ରହୁଛି। ଯେହେତୁ ଢେଙ୍କାନାଳ ଗୋଟେ ପ୍ରାକୃତିକ ସୌନ୍ଦର୍ଯ୍ୟଭୁକ୍ତ ଜାଗା, ଏ ପାହାଡଟି ଯୋଉ କୁଣ୍ଟୁଣିଆ ପାହାଡଟି କି ଆମର ଗୋଟେ ଆମର ଏଠି ଅଛି, ଯେମିତି ବିଶାଖାପାଟଣା ଭାଇଜାଗରେ ଗୋଟେ ଅଛି ପାହାଡ, ଯେମିତି ଟୁରିଜିମ ଟାଇପର ଅଛି, ସେଇ ଟାଇପର ଗୋଟେ ଆମର ପ୍ରପୋଜାଲ ଅଛି, ଯୋଉଠି ଇକୋ ପାର୍କ ଆମେ ସେଟା